ରେ ମୈଥୁନ ହେଲେ ପିଲା ଜାତ ହେଲେ ରାକ୍ଷାସ ଜନ୍ମ। ରାତିର ସବୁ କଥା ଶିଖିବ। ଚତୁର୍ଥ ପହରରେ ଯୋଉ ପିଲା ଜନ୍ମ ହୁଏ ସେ ଗୋଟେ ଦେବଂଶୀ ପିଲା ଆସନ୍ତି। ବାୟୁମଣ୍ଡଳରେ ଶହ ଶହ ସୋଲ ଘୁରି ବୁଲୁଛନ୍ତି, ଲକ୍ଷ ଲକ୍ଷ କୋଟି କୋଟି ଯେତେ ଲୋକ ଦେଖୁଛନ୍ତି ସେତିକି ମରୁଛନ୍ତି, ସେତିକି ସୋଲ ବୁଲୁଛନ୍ତି। ତାକୁ ସବୁ ଅଦୃଷ୍ଟ ନିୟନ୍ତ୍ରଣ କରୁଛି। କିଏ କୋଉ ଗର୍ଭକୁ ଯିବ, କିଏ କୋଉଠିକି ଯିବ, କିଏ କୋଉ ସଂସ୍କାର ନେଇ ରହିଛି, ଆ ଉପରେ ସାତଟା ଲୋକ ଅଛି। ଭୂଲୋକ, ଭୁବଲୋକ, ସୁବଲୋକ, ମହଲୋକ, ଜନଲୋକ, ତପଲୋକ, ସତ୍ୟଲୋକ। ଯିଏ ଯେତେ ନିଷ୍କାମ ଭାବରେ ରହିବ, ନିର୍ଲିପ୍ତ ଭାବରେ ରହିବ, ସ୍ପିରିଚୁଆଲ ମାଇଣ୍ଡେଡ ହବ, ତାର ଗତି ସେତେ ଊର୍ଦ୍ଧ୍ୱକୁ ହବ। ତେଣୁ ସେ ସେଇ ଲୋକରେ ରହିବ। ସେଇ ପରମ ପିତା ପରମ ବ୍ରହ୍ମ ସେ ସୋଲକୁ କଣ କରିବେ ନା ସେଇ ବାପା ସେଇ ମା ପାଖକୁ ପଠେଇବେ। ତେଣୁ ଆପଣ ଯେମିତିଆ ପାତ୍ର ହେଇଥିବେ ସେମିତିଆ ସୋଲ ଆପଣଙ୍କ ପାଖକୁ ଆସିବ।